ସଙ୍କଟ ଦୂର ହେଉନି ଶିକ୍ଷକ ସମାଜରୁ। ବଦଳୁଛି ତାରିଖ, ବଦଳୁଛି ମାସ, ବଦଳୁଛି କ୍ୟାଲେଣ୍ଡର, ବଦଳିଗଲେ ସରକାର, ହେଲେ ବଦଳି ପାରୁନି ଶିକ୍ଷକଙ୍କ ସମସ୍ୟା। ବହୁତ ଆଶା ରଖିଥିଲେ ସମସ୍ତେ, ନିଶ୍ଚୟ ଦୂର ହେବ ସମସ୍ୟା। ହେଲେ ଏ କ'ଣ ହେଲା? ବେଡ଼ି ଉପରେ ପୁଣି କୁରୁଡ଼ା ସଦୃଶ ଆହୁରି ଚାପଗ୍ରସ୍ତ କରିଦିଆଗଲା ଶିକ୍ଷକଙ୍କୁ। କେତେବେଳେ ଗ୍ରେଡ୍ ପେ ସମସ୍ୟା ତ, କେତେବେଳେ ପେନ୍ସନ୍, କେତେବେଳେ ପ୍ରମୋସନ୍ ତ, କେତେବେଳେ OTET। ଯେଉଁଠି ଶିକ୍ଷା ମନ୍ଦିରର ପୂଜାରୀ ଚାପରେ, ସେଠି ସ୍ୱାଧୀନ ଭାବେ ପୂଜାପାଠ ହେବ ବା କେମିତି? ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତା'ର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ଟିଚର ବନ୍ଧୁମାନଙ୍କୁ ସେୟାର କରନ୍ତୁ। ସାରା ଓଡ଼ିଶାର ସମସ୍ତ ଶିକ୍ଷକ ଭାଇ ଭଉଣୀମାନଙ୍କୁ ସଂଗ୍ରାମୀ ଅଭିବାଦନ। ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଦୀର୍ଘ 2001 ମସିହାରୁ ଆମେ ଶିକ୍ଷା ସହାୟକ ରୂପେ ନିଯୁକ୍ତି ପାଇଥିଲୁ। ପରବର୍ତ୍ତୀ ସମୟରେ ବିଭିନ୍ନ ଆନ୍ଦୋଳନ କରି ଆମେ 10 ମାସକୁ ଚାକିରି କଲେ। ତତ୍କାଳୀନ ଜଗଦାନନ୍ଦ ପଣ୍ଡା ଥିଲେ, ଆମକୁ 10 ମାସ ଚାକିରି କଲେ, 2 ମାସ ଆମକୁ କହିଲେ ବେଠି ଖଟ, ଏବଂ ସେ ସମୟରେ ମଧ୍ୟ ଆମେ ଲଢ଼େଇ କରି ସରକାର ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିଥିଲୁ। ପୁନର୍ବାର ଆନ୍ଦୋଳନ ମହାସଂଗ୍ରାମ ହୋଇଥିଲା, ଯାହାର ଫଳସ୍ୱରୂପ 2008 ମସିହାରେ ଆମେ 6 ବର୍ଷରେ ରେଗୁଲାର ହେବା ପାଇଁ ଯୋଗ୍ୟ ବିବେଚିତ ହେଲୁ ଏବଂ ଶିକ୍ଷକର ମାନ୍ୟତା ପାଇଥିଲୁ। ଦୁଃଖର ପରିତାପ ବିଷୟ, ବିଭିନ୍ନ ବିଭାଗରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ପଦୋନ୍ନତି ଥିବାବେଳେ ଆମ ଓଡ଼ିଶା ସରକାର ଶିକ୍ଷା ବିଭାଗରେ ଟାଳଟୁଳ ନୀତି ପ୍ରୟୋଗ କରୁଛନ୍ତି। ବହୁ ବିଳମ୍ବ ସତ୍ତ୍ୱେ, ବହୁତ ନିବେଦନ ସତ୍ତ୍ୱେ ପୂର୍ବ ସରକାର ସମୟରେ ଆମେ ଆନ୍ଦୋଳନ କଲା ସମୟରେ ଆମର ମୂଳ ବେସିକ୍ ଦାବିକୁ, ଯେଉଁ 3ଟି ଥିଲା ଆପଣମାନେ ଜାଣନ୍ତି, ଗ୍ରେଡ୍ ପେ ଏବଂ NPS ହଟେଇ OPS ରେଜିଷ୍ଟ୍ରେସନ୍ କର ଏବଂ ଆମକୁ କେନ୍ଦ୍ରୀୟ ହାରରେ ବେତନ ଦିଅ, 6 ବର୍ଷ ଆମେ ଯେଉଁ ଚାକିରି କରିଛୁ ସେଟା କାଉଣ୍ଟ କର, ନିବେଦନ ରଖିଥିଲୁ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମର କୌଣସି କଥାକୁ ଗତ ସରକାର ଶୁଣିଲେ ନାହିଁ ଏବଂ ଆନ୍ଦୋଳନକୁ ଭଙ୍ଗୁର କରିଦେଲେ। ପରବର୍ତ୍ତୀ ସମୟରେ ଆମେ ପୁନର୍ବାର ମାସ ଏହି ଆନ୍ଦୋଳନ ନେଇଥିଲୁ। ସରକାର କୌଣସି ପଦକ୍ଷେପ ନେଇ ଆମର କିଛି ଶିକ୍ଷକ ନେତା ନେତୃତ୍ୱମାନେ ଆନ୍ଦୋଳନକୁ ସରକାରଙ୍କୁ ସୁହାଇଲା ଭଳି କଥା କହି ସାଲିସ ହୋଇଥିଲେ ଏବଂ ସରକାରଙ୍କୁ ସ୍ୱାଧିବାଦ ଦେଇଥିଲେ ଯେ ଆମକୁ ସରକାର ଭରସା ଥିଲା ସରକାର ଆମ ପାଇଁ କିଛି ଗ୍ରେଡ୍ ପେରେ ପରିବର୍ତ୍ତନ କରିବେ। ସାରା ରାଜ୍ୟରେ କୌଣସି 2200 ଗ୍ରେଡ୍ ପେ ନଥିଲା ବେଳେ ପ୍ରାଥମିକ ଶିକ୍ଷକମାନଙ୍କୁ ଏକ କୁଚିତ ପ୍ରଥାରେ 2200 ଗ୍ରେଡ୍ ପେ ଦେଇ ଭାଗ ବିଭକ୍ତ କରି ବିଭିନ୍ନ ଶ୍ରେଣୀରେ ବର୍ଗୀକରଣ କରିଛନ୍ତି। ତେଣୁ ଦୁଃଖ ପରିତାପର ବିଷୟ, ମାନବ ସମ୍ବଳର ବିକାଶ ହେଲେ ଶିକ୍ଷାର ଦେଶର ବିକାଶ ହେବ। ରାଜ୍ୟର ଆର୍ଥିକ ମାନଦଣ୍ଡ ଉନ୍ନତିରେ ଶିକ୍ଷକମାନଙ୍କର ଭୂମିକା ବଳିଷ୍ଠ। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ନିବେଦନ କଲା ପରେ ସେ ମଧ୍ୟ ଆମ କଥାକୁ କର୍ଣ୍ଣପାତ କଲେ ନାହିଁ। ଆଜି ଯଦି ରାଜ୍ୟରେ ସମ୍ବଳ ବିକାଶ ହେଇଛି, ଆର୍ଥିକ ସମ୍ବଳ ସ୍ୱଚ୍ଛଳ ହେଇଛି, କେବଳ ଶିକ୍ଷକମାନଙ୍କ ପାଇଁ ଏଇଟା ହେଇଛି। ତେଣୁ ଯେଉଁମାନେ ବୁଦ୍ଧିଜୀବୀ, ଜ୍ଞାନୀଜୀବୀ, ସାମ୍ବାଦିକ ବନ୍ଧୁଗଣ ବିଚାର କରନ୍ତୁ, ଶିକ୍ଷକ ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶ ସେତେ ଉନ୍ନତି। ଟେକ୍ନୋଲୋଜି ଠାରୁ ଆରମ୍ଭ କରି ସବୁଠି କ୍ଷେତ୍ରରେ ଆଜି ଆମେ ଆଗକୁ ବାହାରିଛି। ଓଡ଼ିଶା ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇବାକୁ ଯାଉଛି କେବଳ ଏହି ଶିକ୍ଷକମାନଙ୍କ ପାଇଁ। ପିଲାମାନଙ୍କୁ ମଣିଷ ଗଢ଼ା କାରଖାନାରେ କାମ କରୁଛନ୍ତି। କିନ୍ତୁ ବହୁତ ଦୁଃଖ ପରିତାପ ବିଷୟ, ବାରମ୍ବାର ନିବେଦନ ସତ୍ତ୍ୱେ ଆମର ଦାବି ପୂର୍ଣ୍ଣ ନ କରି 2019ରେ ଏକ କ୍ୟାଡର ରୁଲ୍ ପ୍ରଚଳନ କଲେ, ଯେଉଁଥିରେ VB ଶିକ୍ଷକ ସୃଷ୍ଟି କରେଇ ଆମ ଭିତରେ ଭାଗ ବିଭକ୍ତ କରାଇଲେ ଏବଂ ତା ମାତ୍ର ସୀମିତ ମାତ୍ର। କିଛି ଶିକ୍ଷକ ପଦୋନ୍ନତି ପାଇଲେ, ବହୁତ ଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହେଲେ, ମୂଳ ଲକ୍ଷ୍ୟରୁ ବିଚ୍ୟୁତ କରାଗଲା। 2023 ମସିହାରେ ତତ୍କାଳୀନ ଡାଇରେକ୍ଟର ଆମ ଭିତରେ ଫ୍ୟାକ୍ସନ୍ ସୃଷ୍ଟି କରାଇ OTET ଯେଉଁମାନେ କରିଛନ୍ତି ସେମାନେ ପ୍ରମୋସନ୍ ନେବେ, OTET ଯିଏ କରିନାହାନ୍ତି ପ୍ରମୋସନ୍ ନେବେନି, ଏଭଳିଆ ଚିଠି କଲେ। ପରବର୍ତ୍ତୀ ସମୟରେ ପୁଣି ତାକୁ ୱିଡ୍ରଲ୍ କଲେ।
ବିନା 11/2/11 ପରେ ଭାରତ ସରକାର ଯେଉଁ ନିୟମ ଆଣିଲେ ତାକୁ ପରିବର୍ତ୍ତନ ନିୟମ ବଳରେ ପରିବର୍ତ୍ତନ କରି ମନା କଲେ OTT କରିବେ ନାହିଁ ଏବଂ 11 ମସିହା ପରଠାରୁ OTT କରିବା ପାଇଁ ବାଧ୍ୟ କଲେ ଏବଂ ସେହି ଶିକ୍ଷକମାନେ OTT କରିକି ରିକ୍ରୁଟମେଣ୍ଟ ହୋଇଛନ୍ତି। ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ଏଠି ପ୍ରଶ୍ନ ଉଠେ ଯେ କ'ଣ ପାଇଁ ଆମେ 2011 ମସିହାରୁ ନିଯୁକ୍ତି ପାଇଥିଲେ OTT କରିବୁ, କୌଣସି NCT ଗାଇଡ଼ଲାଇନ୍ସରେ ନାହିଁ, NEP 2020 ଗାଇଡ଼ଲାଇନ୍ସରେ ନାହିଁ। କୋର୍ଟରେ ବିଚାରାଧୀନ ଥିଲାବେଳେ ସରକାର ବର୍ତ୍ତମାନ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିକ୍ଷାମନ୍ତ୍ରୀ ମଧ୍ୟକୁ ନିବେଦନ କରାଯାଇଛି ଆମର ମୁଖ୍ୟ ଦାବିକୁ ସମାଧାନ କରିବା ଦିଗରେ ପ୍ରୟାସ ନ କରି କୋର୍ଟ ବିଚାରାଧୀନ ଥିଲାବେଳେ ସିଙ୍ଗଲ ବେଞ୍ଚରେ ରାୟ ଦିଆହେଲା ପରେ ସରକାରଙ୍କ ପକ୍ଷରୁ ଡବଲ ବେଞ୍ଚକୁ ନେଲେ। ତେଣୁ ପଦୋନ୍ନତି ବର୍ତ୍ତମାନ 13ଟା ଜିଲ୍ଲାରେ ହେଇଥିଲା ବେଳେ 17ଟା ଜିଲ୍ଲାରେ ହେଇନି। ଦୁଃଖ ଆଉ ପରିତାପ ବିଷୟ। କିନ୍ତୁ ଆମର ମୂଳ ଦାବିକି ଏପର୍ଯ୍ୟନ୍ତ ଶୁଣିନାହାନ୍ତି। ବିଭିନ୍ନ ସମୟରେ ବିଭିନ୍ନ କଥା ଆମେ OPS ପାଇବା ପାଇଁ ହକଦାର, ଆମକୁ NPSରେ ରଖେଇକି ଆମର ଟଙ୍କାକୁ ନେଇ କେନ୍ଦ୍ର ସରକାର ବଡ଼ ବଡ଼ କମ୍ପାନୀରେ ବିନିଯୋଗ କରି ତାର ସେୟାରରେ ଲାଭ କରି ବଞ୍ଚୁଛନ୍ତି। ଏଠି ମୁଁ ପ୍ରଶ୍ନ ପଚାରୁଛି, ଏଇଟା ଗଣତନ୍ତ୍ର ରାଷ୍ଟ୍ର ନା ଏଇଟା ଅଟୋକ୍ରାସି ଶାସନ? ମୋ ପଇସା ମୁଁ ରଖିବି, ମୁଁ ୱିଡ୍ର କରିପାରିବି ନାହିଁ। ଦ୍ୱିତୀୟତଃ ତାକୁ ମଧ୍ୟ ଆମର ସମସ୍ୟା ରହିଛି, ଗ୍ରେଡ୍ ପେରେ ମଧ୍ୟ ସମସ୍ୟା ରହିଛି। ତୃତୀୟରେ ଏବେ 3/5/2025ରେ ଆଡ଼ିସନାଲ୍ ସେକ୍ରେଟାରୀ ଗଣଶିକ୍ଷା ବିଭାଗର ତରଫରୁ ଆଡ଼ିସନାଲ୍ ସେକ୍ରେଟାରୀ ଗୋଟେ ଚିଠି କରିଦେଇଛନ୍ତି, ଯେଉଁଥିରେ ଯେ ସ୍ପେଶିଆଲ OTT ଇନସର୍ଭିସ୍ ଟିଚର ମାନେ ଦେବେ। এটা କେତେ ଦୂର ସମୀଚୀନ? ଆପଣମାନେ ଓଡ଼ିଶାବାସୀମାନେ, ବୁଦ୍ଧିଜୀବୀମାନେ, ଜଜେସ୍ ମାନେ, କୋର୍ଟର ଯେଉଁମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭରେ କାମ କରୁଥିବା ସାମ୍ବାଦିକ ବନ୍ଧୁମାନେ ସମସ୍ତେ ବିଚାର କରନ୍ତୁ। 25 ବର୍ଷ ଚାକିରି କଲା ପରେ ବର୍ତ୍ତମାନ ସ୍ପେଶିଆଲ OTT ଦେବା ଏକ ବାହାନା, ବାହାସ୍ଫୋଟ ଛଡ଼ା ଆଉ ତା'ର ମୂଳ ଲକ୍ଷ୍ୟ କିଛି ନାହିଁ। ଶିକ୍ଷକମାନଙ୍କର ମାନସିକ, ଶାରୀରିକ, ଆର୍ଥିକ ବୋଝ ଲଦି ଦିଆହେଉଛି ଏବଂ ନିର୍ଯାତନା ଦିଆହେଉଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ